देखो मंदिर एटा कि मंदिर मुझे जानी देखिया चलतु भितर ये आग गेट मंदिर गेट भितर जा चलो देखिया मंदिर बढ़िया देखा चलतु ठाकुर दर्शन करके आसवा। जगन्नाथ मंदिर नु जय श्री जगन्नाथ। देख जगन्नाथ मंदिर जगन्नाथ मंदिर चलतु भितर को जा पूरा बॉक्स बॉक्स लगे बढ़िया देखा भितर जा मंदिर भितर गरुड़ स्तंभ जगन्नाथ मंदिर ये बसिकिनी गीता गीता भागवत पढ़ती बोले ना देखु एटा आम जगन्नाथ मंदिर देखु जय श्री जगन्नाथ एटा नारायणपुर देखु यपटे जगन्नाथ महाप्रभु अच्छा देखु नारायणपुर मंदिर जगन्नाथ मंदिर जय श्री जगन्नाथ। चलते बाहर बुलिकी देखा आपन ये देख मंदिर बाहर नारायणपुर मंदिर ये यज्ञ है टैप लगी गोटे गोड़ हाथ धुआ धुई कर भीतर को देख अल्प गोविंदपुर गोविंदपुर धवल सार को जानते? हाँ धवल सार जानते हमें अपन जानते ये आम साई शाड़ी हाँ हाँ जो शाड़ी ना स्त्री भौणी से नातुन भगवान बाबा मैंने सब जाइए बाहर को बुलिया कड़े पताका बढ़िया देखा पताका बढ़िया देखा मंदिर बेल केड़े केड़े बेल गछ देखो
ସାଇଜା ବେଲ ହେଇଛି ଦେଖନ୍ତୁ କେଡ଼େ କେଡ଼େ ବେଲ। ଏଟା ମନ୍ଦିର ପଛ ପଟ। ଏସବୁ ଗଡ଼ିଆ ପଡ଼ିଆ ଥିଲା ମ। କ'ଣ ମାଉସୀ କହିଲେ ଟିକେ ମଠ ବିଷୟରେ ଟିକେ କୁହ। ଏଇ ଗଛ ମଠ ଥିଲା। ସେ ମଠରେ ଠାକୁର ଖେଳୁଥିଲେ ଗଛରେ। ତାଙ୍କ ଚୂଳ ପାଦ ପର୍ଯ୍ୟନ୍ତ ପାଦ ଠାରୁ ଆହୁରି ତଳକୁ ଲମ୍ବିଥିଲା। ଜଣେ ଏ ଗାଁରୁ ଆସିଥିଲା, ସେ ସେଠିକାର ବୁଢ଼ା, ସେ ଦେଖିକି ଯାଇ କହିଲା। ଗାଁରେ କହିଲେ କ'ଣ ଇଏ ଗପୁଛି ପାଗଳାଙ୍କର କୌଣସି। ତାପରେ ଦିନେ ମଇଁଷି ଆଣିକି ବାନ୍ଧିଦେଲେ ସେ ଗଛରେ। ବାନ୍ଧିକି ସବୁ ଶୋଇଗଲେ। ଖାଲ ଥାଏ। ଶୋଇଲା ପରେ ସେମାନେ କହିଲେ କି ତାଙ୍କୁ ଗୋଟେ ଏମିତି ସ୍ୱପ୍ନ ହେଲା, ତମ ମଇଁଷି ତମେ ଏଠୁ ନେଇଯାଅ। ସେ ଶୁଣିଲେ ନେଇ ଯଦି ଫେର ଶୋଇଲେ। ଆଉ ଖରାବେଳ ଆଉ ମଇଁଷି ସବୁ ଖୋଲିଗଲେ, ସବୁ ପଳେଇଲେ। ତାଙ୍କର ଚେତା ଆସିଗଲା, ମଇଁଷି କ'ଣ ଆପଣ ପଳେଇଲେ। ସେଇ ଦିନରୁ କ'ଣ ଜାଗା ନାଁ ହେଲା ଗଛ ମଠ। ଗଛ ମଠ। ଗଛରେ ଖେଳୁଥିଲେ ଠାକୁର। ତାପରେ ସେଠୁ ସାଧୁ ଆସିକି ସବୁ ତାପରେ ତ ଏବେ ଏଠି ଏବେ କେତେ ଜଣ ସବୁ ବାବା ରହୁଛନ୍ତି? ଏଠି 4 ଜଣ ରହୁଛନ୍ତି। 4 ଜଣ। ସେ ପଳେଇଛନ୍ତି ହାଡ଼କୁ, କାନପୁର ଯାଇଛନ୍ତି। ଜଣେ ବାବା ଦେହତ୍ୟାଗ କରିଛନ୍ତି। ଯେଉଁ ପଟାମୁଣ୍ଡେଇ ବେଲତଳ ସେଠି ବି ଅଛି ଏଇ ମଠ। ଏଇ ବାବାଙ୍କର ମଠ ଅଛି। ଏଇ ଜଣେ ବି ଯେଉଁ ଦେହତ୍ୟାଗ କରିଥିଲେ। ଆମେ ବି ମାଗୁଛି ପଟାମୁଣ୍ଡେଇ ପିଲା। ଆମର ଗୋବିନ୍ଦ ଚିହ୍ନା ଦିନି ତାଙ୍କୁ କହିଲେ। ଯେଉଁ କ'ଣ ସେଇ କହୁଥିଲେ ଧବଳ ସାର୍ ବାହାରି ନାହାନ୍ତି କୋଉଠି। ଆଉ ତାଙ୍କ ଯେଉଁ ଶାଳୀ ଜଣେ ଆମ ଅଣ୍ଡାରେ ସେନାତୁର ଧବଳ ସାର୍ ରିଟାୟାର୍ଡ ହେଇଗଲାଣି। ଆଉ ଧବଳ ସାର୍ ଆଗରୁ ବା ଅଣ୍ଡାରେ ରହିକି ଟ୍ୟୁସନ୍ କରୁଥିଲେ। ମନ୍ଦିର 14 ବର୍ଷ ଖଣ୍ଡେ ହେଇଗଲା। ଏ ମନ୍ଦିର 13-14 ବର୍ଷ ହେଲାଣି। ଆଉ ଏମିତି ସବୁ ଆଗ ପଛ ଇଏ ସବୁ ସିଏ ହେଇଛି। ସେ ଘର ହେଇଛି 2 ବର୍ଷ ପଛ ପଟ। ସେଠି କ'ଣ ବାବା ରହୁଛନ୍ତି ବୋଧେ? ହଁ, ସବୁ ଆସୁଛନ୍ତି ଏଠିକି ବହୁତ ଦୂର ମଥୁରା, ବୃନ୍ଦାବନ, ଅଯୋଧ୍ୟାରୁ ବି ଆସୁଛନ୍ତି। ଏତେ ବାଟୁ ଆସୁଛନ୍ତି ସବୁ। ଗୋଟେ ଠାକୁର ସେ ବା ବାସୁଦେବ ଆଗରୁ ଥିଲେ। ସେ ପୁରାତନ ଠାକୁର ଆଗରୁ ଥିଲେ। ଆଉ ଇଏ ହେଇ ଜଗନ୍ନାଥ, ବଳଭଦ୍ର, ଇଏ ଏବେ ସବୁ ସୁଭଦ୍ରା। ଏବେ ବୋଲି 14 ବର୍ଷ ହେଇଗଲା। ସେ ବହୁତ ବର୍ଷ ହେଲାଣି ନା। ସେ ଗୋଟେ ଠାକୁର ବସୁଛନ୍ତି। ଏଇଟା ବା ପୁରା ପୋଖରୀ ଥିଲା। ମୁଁ ଏପଟରେ ଆସେ, ଏପଟରେ ମୋ ଭଉଣୀ ଘର, ଯିବା ଆସିବା କରେ। ତମେ ଏଇଠି ରହୁଛ? ମୁଁ ମାତା ସେଠି ପୋଖରୀ ଅଛି। ସେଟା କି ପୋଖରୀ? ନରେନ୍ଦ୍ର ପୋଖରୀ। ଇଏ ଯଜ୍ଞ ଘର। ସିଏ ଅଙ୍କୁରାର୍ପଣ ଘର। ରାମନବମୀ ଟାଇମରେ ଯଜ୍ଞ। ଏଠି ରାମନବମୀ ଟାଇମରେ ଏଠି ମାଇକି ଫାଇକି ସବୁ ଅଛି। ଆଉ ମାସକୁ ମାସ ଫଙ୍କସନ୍ ଏଠି ହୁଏ। ଏ ଜିନିଷ ସବୁ କିଏ କରୁଛନ୍ତି? ବାବା କରୁଛନ୍ତି। ଆଉ ଜଣେ ଏଇ ଯେଉଁ ଫୁଲରେ ଆସିଲ। ନାଇଁ ଏଟା ଯେଉଁ ମନ୍ଦିରଟା କାମ ହେଲା, ପଇସା ଖର୍ଚ୍ଚ କିଏ କରୁଛନ୍ତି? ଏଇଠି ଜଣେ କରେ, ବାଲିସାହି ଲୋକ ମାନନ୍ତି। ଠାକୁରଙ୍କ କାମ ସବୁ କରେ। ନନା ମୋର ଫୋନ୍ ବାଜୁଛି। ନରେନ୍ଦ୍ର ପୋଖରୀ ପାଖକୁ ଯିବା। ଦେଖନ୍ତୁ ଆଜ୍ଞା, ଏଠି ନରେନ୍ଦ୍ର ପୋଖରୀ ଅଛି। ଚାଲନ୍ତୁ ତା ପାଖକୁ ଯିବା। ମାଉସୀ କହିବା ଅର୍ଥ ସେଇଟା ନରେନ୍ଦ୍ର ପୋଖରୀ। ଚାଲନ୍ତୁ, ବଢ଼ିଆ ଜାଗା ହେଇଛି ଦେଖନ୍ତୁ। ପୋଖରୀ ମଝିରେ ଗୋଟେ କ'ଣ ପତାକା ମରା ହେଇଥିଲା ବୋଧେ। ସେଟାକୁ ମାନେ ଖରାରେ ବାହାରି ଗଲାଣି। ଦେଖନ୍ତୁ ଭଣ୍ଡା ବି ଏଠି ହେଇଛି। ଦେଖନ୍ତୁ, ମୁଁ ତଳକୁ ପୁରା ପଳେଇ ଆସିଲି ପୋଖରୀ ପାଣି ପାଖକୁ। ଦେଖ, ଏଇଟା ନରେନ୍ଦ୍ର ପୋଖରୀ।
ଏଠି ତ କଦଳୀ ଗଛ ବହେ ଆଉ ଦେଖିଲେ ଚାଲନ୍ତୁ ଯିବା ଉପରକୁ ତ ଆକ୍ଚୁଆଲି ପଳେଇ ଆସିଲି କେହି ଦେଖନ୍ତୁ କେତେ କାଠ ଫାଠ ଥୁଆ ହେଇଛି ଦେଖନ୍ତୁ ପୁରା ଲାଲ ଲାଲ କାଠ ଏଠି ରୋଷେଇ ଫୋଷେଇ ହୁଏ ବୋଧେ ଆଉ ମାଉସୀ ବି କହୁଥିଲେ ଏଠି ରୁହ 2ଟା ବେଳକୁ 1 ବେଳକୁ ଖାଇକି ଯିବ ଦେଖିବା କ'ଣ ହେଉଛି ଯଦି ଟାଇମ୍ ହେବ ରହିବୁ ନହେଲେ ପଳେଇବୁ ଆଉ ଦେଖନ୍ତୁ ଏଠି ସବୁ ବାଇଗଣ ଗଛ ଲାଗିଛି ଦେଖନ୍ତୁ ଜାଗାଟା ବଢ଼ିଆ ହେଇଛି ହଁ ଏଇ ନରେନ୍ଦ୍ର ପୋଖରୀ ଭିଡ଼ିଓ କରୁଛନ୍ତି ମାଉସୀ କହିଲେ ବା ବହୁତ ଫଳ ଗଛ ହେଇଛି ଲେମ୍ବୁ ଫେମ୍ବୁ ଦୁନିଆ ହଁ ବା କେହି ଖାଉନାହାନ୍ତି ଏ ଭଣ୍ଡା କିନ୍ତୁ ସାଇଜା ସାଇଜା ଭଣ୍ଡା ହେଇଛି ଦେଖନ୍ତୁ ଏଇଟା ଆମ ଜଗନ୍ନାଥ ମନ୍ଦିର ଚାଲନ୍ତୁ ଯିବା ଆଗରେ ଆଉ କ'ଣ ହେଇଛି ଦେଖିବା ମନ୍ଦିରଟା କିନ୍ତୁ ବୋବାଲିଆ ହେଇଛି ଦେଖନ୍ତୁ ହଁ ଯିବା ଆଉ ଏଇଟା ଆମ ହନୁମାନ ମନ୍ଦିର ଦେଖନ୍ତୁ କେଉଁଠି କାହିଁ କାଗିଜି ଲେମ୍ବୁ କାହିଁ କମଳା ଲେମ୍ବୁ କାହିଁ ଦେଖି ତ ଯିବା କୁକୁର 2ଟା ଅଛନ୍ତି ଏଠି ନାଲି ଗୋଟେ କଳା ଗୋଟେ କ'ଣ ହେଇଛି ଏଇ ଘରେ ସବୁ ବାବା ମାନେ ରୁହନ୍ତି ଦେଖନ୍ତୁ ଏଠି ସବୁ କ'ଣ ଚାଷ ହେଇଛି ଦେଖନ୍ତୁ ଏ ବିଲରେ କ୍ୟାମେରା ଦେଖାଯାଉନି ଚାଲନ୍ତୁ ଦେଖିବା ଠାକୁରଙ୍କ ବାରି ଚାଲନ୍ତୁ ଦେଖିବା ଏଠି ଠାକୁରଙ୍କ ବାରି ଦେଖନ୍ତୁ ସବୁ କଖାରୁ ଗଛ ହେରିକା ଲାଗିଛି ଏଠି କି ଗଛ ସବୁ କଟା ହେଇକି ବି ପଡ଼ିଛି ଏଠି ଭେଣ୍ଡି ଫେଣ୍ଡି ସବୁ ଲାଗିଛି ଦେଖନ୍ତୁ ଏଠି ସବୁ ଭେଣ୍ଡି ଫେଣ୍ଡି ସଜନା ଗଛ ଏଇଟା ଲେମ୍ବୁ ଗଛ ଲେମ୍ବୁ କହିଲେ ଲେମ୍ବୁ ପ୍ରବଳ କାହିଁ ଲେମ୍ବୁ ଗୋଟାଏ ଦେଖାଯାଉନି ଗଛରେ ଲେମ୍ବୁ ଗଛରେ କାଗେଜି ଲେମ୍ବୁ ଗଛ ପୁରା ବଢ଼ିଆ ବଢ଼ିଆ ଜାଗା ହେଇଛି ଦେଖନ୍ତୁ ବଢ଼ିଆ ଜାଗା ହେଇଛି ଚାଲନ୍ତୁ ଯିବା ଉପରକୁ ଯିବା ଭଣ୍ଡା କିନ୍ତୁ ସାଇଜା ଭଣ୍ଡା ହେଇଛି ଦେଖନ୍ତୁ ଦେଖନ୍ତୁ ପୁରା ସାଇଜା ଭଣ୍ଡା ଛୋଟ ଛୋଟ ଭଣ୍ଡା ବଢ଼ିଆ ହେଇଛି କ'ଣ ହଳ ହେଇଛି ଏଠି ଚାଷବାସ କ'ଣ ହବ ବୋଧେ କି ତଳା ପଡ଼ିଥିଲା ନାଇଁ ତଳା ପଡ଼ିଥିଲା ଦେଖ ରୁଆ ହେଇଛି ତାକୁ କିଏ ମାନେ ଇଏ ହେଇଗଲାଣି ସବୁ ଦେଖନ୍ତୁ ପିଜୁଳି ବି ଆଜ୍ଞା ହେଇଛି ଦେଖନ୍ତୁ ପିଜୁଳି ଛୋଟ ଛୋଟ ହେଇଛି ଦେଖନ୍ତୁ ପିଜୁଳି ଏଠି ରାମନବମୀରେ ଏଠି ପୂଜା ପର୍ବ ହୁଏ ଆଉ ଏବେ ଏଠି 4 ଜଣ ଅଛନ୍ତି ମାଉସୀ କହିଲେ ଦେଖନ୍ତୁ ମନ୍ଦିରଟା କିନ୍ତୁ ବୋବାଲିଆ ହେଇଛି ଦେଖନ୍ତୁ ମନ୍ଦିର ପୁରା ବୋବାଲ ଏଠି ମାଇକ୍ ସେଟଅପ୍ ବି ବଢ଼ିଆ ମଜା ଥୁଆ ହେଇଛି ବାଜୁଥିବ ପୁରା ରଡ଼ ହେଇଛି ଠାକୁରଙ୍କ ମନ୍ଦିରରେ ଏସବୁ ଦେଖନ୍ତୁ ବକ୍ସ ହେରିକା ସବୁ ସାଇଜ୍ ଥୁଆ ହେଇଛି ସବୁ ଆଉରା ବକ୍ସ ସେଠି ଥୁଆ ହେଇଛି ଏଠି ଥୁଆ ହେଇଛି ଓ ସେଠି ଥୁଆ ହେଇଛି ତା ଉପରେ ବି ଥୁଆ ହେଇଛି ଚାଲନ୍ତୁ ଆଉ କୁଆଡ଼େ ସବୁ ତ ଦେଖିଲେ ଆଉ ସବସ୍କ୍ରାଇବ୍ କରୁନାହାନ୍ତି ଚ୍ୟାନେଲ୍କୁ ଚ୍ୟାନେଲ୍ଟା ସବସ୍କ୍ରାଇବ୍ କରିଦେଲେ ଭଲ ଲାଗନ୍ତା ଆଜ୍ଞା ଲାଇକ୍ ସବସ୍କ୍ରାଇବ୍ କରିଦିଅନ୍ତୁ ଦେଖନ୍ତୁ ମନ୍ଦିର ଘଣ୍ଟି
ଆମ ଜଗନ୍ନାଥ ମନ୍ଦିର। ଜୟ ଜଗନ୍ନାଥ। ଆମେ ଯିବା ଏବେ ଘରକୁ ଯିବା ଏବେ। ମାଉସୀ ମନା କରୁଛନ୍ତି, କହୁଛନ୍ତି ଖାଇକି ଯାଅ ଏଠି। ମାଉସୀ କହୁଛନ୍ତି ଖାଇକି ଯାଅ, ଆମେ ଖାଇଲୁନି, ଆମେ ଆସୁଛୁ ତ ଏପଟେ କହିଦେଲେ ଆସିକିନି ଖାଇଦେଇକି ଯିବା ଆଉ ଥରେ ଆଉ। ମନ୍ଦିରଟା ଦେଖନ୍ତୁ ଗେଟ୍। ଆଜି ଆମେ ବୁଲିଯିବା ଶ୍ରୀ ଶ୍ରୀ ମହାପୁରୁଷ ପୀଠ କୋଚଗଛ ମଠ ନାରାୟଣପୁର। ଆପଣ ତ ମନ୍ଦିର ଦେଖିକି ଆଇଲେ ଭିତରେ, ଆପଣଙ୍କୁ ଦେଖେଇଲି ସବୁ ହେଇକିନି। ଆଉ ଲାଇକ୍ ସେୟାର ସବସ୍କ୍ରାଇବ୍ଟା କରିଦେବେ, ନହେଲେ ଭିଡ଼ିଓ କରିବାକୁ ଇଚ୍ଛା ହେଉନି। କେତେ ବାଟକୁ ଆସିକି ଆମେ ଭିଡ଼ିଓ କରୁଛୁ, ଆପଣ ସବସ୍କ୍ରାଇବ୍ କରୁନାହାନ୍ତି, ସେ ନାଇଁ ଭଲ ଲାଗୁନି। ଆପଣ ସବସ୍କ୍ରାଇବ୍ କରିଦିଅନ୍ତୁ। ଗୋଟେ ସେଠି ବି ଗୋଟେ ଭିଡ଼ିଓ କରିକି ଆଇଲି, ସେଟା ଆଜି ପଡ଼ିଯିବ, କାଲିକି ମନ୍ଦିର ଭିଡ଼ିଓଟା ପଡ଼ିବ, ଦେଖିବେ ଆଉ। ରହିଲେ ଏଇଠି।